ବାଲେଶ୍ୱର ଭୋଗରାଇର ଝିଅ ସୌମ୍ୟାଶ୍ରୀ ବିଶି କଲେଜ ଫକୀରମୋହନ କଲେଜ ପରିସରରେ ପେଟ୍ରୋଲ ଢାଳି ନିଜେ ନିଜ ଦେହରେ ନିଆଁ ଲଗାଇଦେଲା ଆଉ ନିଜେ ନିଜକୁ ଜାଳି ମାରିଦେଲା। ଭୋଗରାଇର ନିପଟ ମଫସଲ ଅଞ୍ଚଳରୁ ବାଲେଶ୍ୱର ସହରକୁ ଛୁଟି ଆସିଥିଲା ନିଜର ଉଜ୍ଜଳ ଭବିଷ୍ୟତ ଗଢ଼ିବା ପାଇଁ। ପାଠ ପଢ଼ି ଭଲ ମଣିଷ ହେବ, ଚାକିରି କରିବ, ବାପା ମାଆଙ୍କର ଦୁଃଖ ଦୂରେଇ ଦେବ। ହେଲେ ଶେଷରେ ଶବ ହୋଇ ସେହି ଘରକୁ ଫେରିଗଲା। ତାର ସ୍ୱପ୍ନରେ ହିଁ ରହିଗଲା ସବୁଦିନ ପାଇଁ। ଏବେ ସମସ୍ତେ କିନ୍ତୁ ଖୋଜି ଚାଲିଛନ୍ତି ତାର ଆତ୍ମହତ୍ୟାର ପ୍ରକୃତ କାରଣ। ଜଣେ ଆତ୍ମହତ୍ୟା ଭଳି ସଙ୍ଗୀନ ଅପରାଧ କେତେବେଳେ କରେ? ଯେତେବେଳେ ସେ ନିଜର ଅସ୍ତିତ୍ୱ ପାଇଁ, ନିଜର ଇଜ୍ଜତ ପାଇଁ ନିଜେ ଟିକେ ନ୍ୟାୟ ପାଇବା ପାଇଁ ସଂଘର୍ଷ କରିଥିବ ଆଉ ସବୁ ରାସ୍ତା ବନ୍ଦ ହୋଇଯାଇଥିବ। ସେତେବେଳେ ସେ ଭାବିଥିବ ମୁଁ ହାରିଗଲି। ସେତେବେଳେ ତା ଜୀବନ ତାକୁ ତୁଚ୍ଛ ଲାଗିଥିବ ଆଉ ଆତ୍ମହତ୍ୟା ଭଳି ଏକ ଧର୍ତ୍ତବ୍ୟ ଅପରାଧ କରିବାକୁ ପଛେଇ ନଥିବ। ଫକୀରମୋହନଙ୍କ ମାନସ କନ୍ୟା ରେବତୀର ସେଦିନ ଠିକ୍ ଏମିତି ଅବସ୍ଥା ଥିଲା ଆଉ ତାର ବି ଜୀବନ ଚାଲିଯାଇଥିଲା। ସେତେବେଳେ ଫକୀରମୋହନ କାହାକୁ ଦୋଷ ଦେଇନଥିଲେ, ଆମକୁ କେବଳ ସଂକେତଟିଏ ଦେଇ ଯାଇଥିଲେ। ସେଇଟା ହେଉଛି ଏହି ସମାଜର ଆଡ଼ ଆଖି ତାକୁ ମରଣ ମୁହଁକୁ ଠେଲି ଦେଇଥିଲା। ଆଜି ସେମିତି ଆମେ ସୌମ୍ୟାଶ୍ରୀ ମୃତ୍ୟୁର ଦୋଷୀ ଖୋଜିଲେ ତା ବାପା ମାଆଙ୍କୁ ଝିଅ ମିଳିପାରିବନି, ଭାଇକୁ ଭଉଣୀ ମିଳିପାରିବନି, କି ସାଙ୍ଗସାଥୀଙ୍କୁ ସୌମ୍ୟାଶ୍ରୀ ଭଳି ସାଙ୍ଗଟେ ମିଳିପାରିବନି। କିନ୍ତୁ ଆମେ ଆଜିର ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିପାରିଲେ ସୌମ୍ୟାଶ୍ରୀ ଭଳି ପରିସ୍ଥିତିକୁ କେହି ବି ସାମ୍ନା କରିବେନି। ମୋର କହିବାର କଥା, ସୌମ୍ୟାଶ୍ରୀ ଯେଉଁମାନଙ୍କୁ ନିଜର ଦୁଃଖ ଜଣେଇ ହତାଶ ହେଲା ଆଉ ନ୍ୟାୟ ନ ପାଇ ମୃତ୍ୟୁକୁ ଆଦରି ନେଲା, ସେ ସମସ୍ତଙ୍କୁ ଆଜିର ଏ ବ୍ୟବସ୍ଥା ଦୋଷୀ ସାବ୍ୟସ୍ତ କରିପାରିବ ତ?